ओम नमो भगवते वासुदेवाय। नवम स्कंध प्रथम अध्याय। नवम स्कंधे स कथा सूर्य चंद्र वंश व्यवस्था। ताहार प्रथम अध्याये वैवस्वत मनुवंशरे सुद्युम्न नारी रूप होई चंद्रवंश को उपजाई। आनंदे अभिमन्यु सुत शुणिण गोविंद चरित। व्यास कुमार मुख चाहि बोलई सिरे कर देई। राजा परीक्षित उवाच भोमुनि मनंतर कथा कहिल सकल व्यवस्था। जे मनंतरे जेवा देही धर्मर क्षणे भावग्राही। अनंत जाहार महिमा के जानी पारे गुण सीमा। तुम्भे कहिल मुहि शुणी विष्णुर महिमा प्रमाणी। द्रविड़ेश्वर सत्यव्रत से राज ऋषि दैवत। अतीत कल्पांतरे थिला भावे से विष्णु को भेटिला। नित्य गोविंद पाद ध्याई विष्णुर तहु शिक्षा पाई। पुणी से सृष्टि आदि काले के मन्ते वैवस्वत कूले। वैवस्वत मनु होई जन्मल भिला देह बही। पुणी ताहार बीर्जे जात केते बा होइले कसुत। इक्ष्वाकु आदि जेते सुते राजा होइले जगते। एणु आदित्य कूले जेते कहिबा वंशानुचरिते। जाहार वंशे जेबा होई ए भूमि तले देह बही। जेबा चरित कले जेते भूमुनि कह मोग्रते। मोते संकट धर मुतुंभ चरणे किंकर। भूत भविष्य वर्तमाने संपूर्ण वंशानुकीर्तने। जेबा जगते कला जाहा कहिबा मोते जेबे दया। सुतवाच एमन्ते ऋषि गण मध्ये उत्तरा सुत अनुवादे। शुणी आनंदे कृतकृत्य कहन्ति व्यासंकर सुत। श्री शुकवाच शुण परीक्ष नरनाथ आदित्य वंशानुचरित। हरि महिमा प्रमित के अबा कथने समर्थ। संक्षेपे कही बही तोते मुजोग बळे जाने जेते। ए भूमि मध्ये देह बही सते बरसे के बा कही। रविर वंशे नृप जेते जे जाहा कले जगते। भक्त शिष्य कही एबे तु शुण चित्त देई। जे बाऊ पूजे जार अंशे वैवस्वत मनुवंशे। शुण पांडव नर ईश कल्पान्ते परम पुरुष। जे हरि जगत कारण जगत आत्मा नारायण। पूर्वे से संसार संघरी जले अनंत सज्जा करी निबिड़ अंधारे सोइले
ତାହାକୁ କେହି ନ ଦେଖିଲେ। ସେ ପୁଣି ପ୍ରଳୟର ଅନ୍ତେ ଉତ୍ଥାନେ ଶୋଏ ଅନାୟାତେ। ତା ନାଭି କମଳୁ ପ୍ରକାଶ ହୋଇଲା ହିରଣ୍ମୟ କୋଶ। ସୁବର୍ଣ୍ଣମୟ ଦିବ୍ୟ ରୂପୀ ଉଠିଲା ମହାଜଳ ବ୍ୟାପୀ। ସେ ପଦ୍ମ କୁସୁମ ବ୍ରହ୍ମା ଜାତ ଯାର ଶରୀରୁ ଏ ଜଗତ। ଭୂମି ଭିଆଇ ଯୋଗ ବଳେ ବସିଲା ସମାଧି ନିଶ୍ଚଳେ। ବ୍ରହ୍ମାର ମନରୁ ବାହାର ହୋଇଲା ମରିଚି କୁମର। କଶ୍ୟପ ତାର ତହୁଁ ଜାତ ଯାର ମହିମା ଅପ୍ରମିତ। ଦକ୍ଷ ଦୁହିତା ବିଭା କଲା ତା ତହୁଁ ସୂର୍ଯ୍ୟ ଉପୁଜିଲା। ସୂର୍ଯ୍ୟର ପତ୍ନୀ ସଂଜ୍ଞା ନାମ ଅତି ସୁନ୍ଦର ଅନୁପମ। ତାର ଉଦରୁ ଦିବ୍ୟ ତନୁ ହୋଇଲା ଶ୍ରାଦ୍ଧ ଦେବ ମନୁ। ସେ ପୁଣି ଶ୍ରଦ୍ଧା କନ୍ୟା ଗର୍ଭେ 10 କୁମର କଲା ଭାବେ। ରୂପେ ଶୋଭିତ ଅନୁପମ ଶୁଣ ହୋ ତାହାଙ୍କର ନାମ। ଇକ୍ଷ୍ୱାକୁ ନୃଗ ପୁତ୍ର ବେନି ସର୍ଜାତି ଦିଷ୍ଟ ଧୃଷ୍ଟ ଘେନି। ପୁଣି କରୁଷ ନରିଶାନ୍ତ ବୃଷଧ୍ର ନଭ ଗଉଦିତ। ହୋଇଲେ ପୁଣି କବି ଆଦି ଏ ରୂପେ 10 ଯେ ପ୍ରସିଦ୍ଧି। ସେ ଶ୍ରାଦ୍ଧ ଦେବ ପୁତ୍ର ଅର୍ଥେ ବିଚାରି ବଶିଷ୍ଠ ସଙ୍ଗତେ। ମିତ୍ରା ବରୁଣ ଅର୍ଥେ ଇଷ୍ଟି ଆରମ୍ଭ କଲା ସେ ପୁତ୍ରେଷ୍ଟି। ଏମନ୍ତେ ତାର ଶ୍ରଦ୍ଧା ନାରୀ ବଶିଷ୍ଠ ସଙ୍ଗତେ ବିଚାରି। ବୋଲୋଇ ମୁହିଁ ପୟବ୍ରତୀ ଯେମନ୍ତେ ହୋଇବ ଦୁହିତା। ବୋଲୋଇ ମୁହିଁ ପୟବ୍ରତା ଯେମନ୍ତେ ହୋଇବ ଦୁହିତା। ସେ ଅର୍ଥେ ଯଜ୍ଞ ତୁମ୍ଭେ କର ସେ ବଇ ଚରଣ ତୁମ୍ଭର। ତା ଶୁଣି ହୋତା ଯେ ବାଥିଲା ବିପ୍ରଙ୍କ ସଙ୍ଗେ ବିଚାରିଲା। ଆହୁତି ଦେଲା କୟୁତ ଏମନ୍ତେ କନ୍ୟା ହେଲା ଜାତ। ତା ରୂପ ଜଗତ ମୋହିଲା ତାହାକୁ ଇଳା ନାମ ଦେଲା। ରାତ୍ରେ ସେ କନ୍ୟା ଜନ୍ମ ଦେଖି ରାଜନ ଶୟନ ଉପେକ୍ଷି। ବୋଲୋଇ ବିପ୍ରଙ୍କୁ ଅନାଇ ଏମନ୍ତ ଦେଖିଲା ତ ନାହିଁ। ତୁମ୍ଭେ ସକଳେ ବ୍ରହ୍ମବେତା ଏ କର୍ମ ଅସମ୍ଭବ କଥା। ବ୍ରାହ୍ମଣ କର୍ମ ତ ନୁହଇ ଏ କର୍ମ କଲ କିସ ପାଇଁ। ତୁମ୍ଭେ ଯେ ନିଜ ତପ ବଳେ ଦଗ୍ଧ କଳୁଷଏ ଶୟଳେ। ସଂକଳ୍ପ ହୋଇଲା ଅନ୍ୟଥା ଏ ବଡ଼ ଅସମ୍ଭବ କଥା। ଅଜ୍ଞାନୀ ଜନଙ୍କର ମତ ମୋର ସଂକଳ୍ପ ବିପରୀତ। ଏମନ୍ତେ ମନୁର ନିକଟେ ବଶିଷ୍ଠ ମିଳି ଯଜ୍ଞ ବାଟେ। ହୋତାଙ୍କ ବ୍ୟଭିଚାର ଜାଣି ମନୁଙ୍କୁ କହନ୍ତି ଯେ ମୁନି। ତୋହର ନିଜ ନାରୀ ବୋଲେ ଦୁହିତା ଅର୍ଥେ ଯଜ୍ଞ କଲେ। ମୁଁ ଏବେ ସାଧିବି ତ ଅର୍ଥେ କହିବି ବିଷ୍ଣୁଙ୍କ ଗ୍ରତେ। ଯେମନ୍ତେ ଏ କନ୍ୟା ତୋହର ହୋଏ ପୁରୁଷ କଳେ ବର। ଏମନ୍ତ କହି ମହାଯତି ବିଷ୍ଣୁଙ୍କୁ କଲେ ଦିବ୍ୟ ସ୍ତୁତି। ବଶିଷ୍ଠ ସ୍ତୁତି ବାକ୍ୟ ଶୁଣି ତକ୍ଷଣେ ପ୍ରଭୁ ଚକ୍ରପାଣି। ଇଳା କନ୍ୟାକୁ ବିଷ୍ଣୁ ଚାହିଁ ବୋଇଲେ ପୁତ୍ର ହୁଅ ତୁହି। ତକ୍ଷଣେ ପୁରୁଷ ହୋଇଲା ସୁଦ୍ୟୁମ୍ନ ନାମ ତାର ହେଲା। ନିଜ ଭୁବନେ ଗଲେ ହରି ଏବେ ହୋ ଶୁଣ ଦଣ୍ଡଧାରୀ।
ବେଦ ବଚନର ସ୍ୱଭାବ କେ ତାହା ଅନ୍ୟଥା କରିବ। ଶୁଣ ରାଜନ ଶୁଦ୍ଧ ମନେ ସେ ମନୁ ପୁତ୍ର ଏକ ଦିନେ ମୃଗୟା ଅର୍ଥେ ଘୋର ବନେ ପଶିଲା ହରଷିତ ମନେ ଧନୁକୁ ଦୃଢ଼େ ଧରି କରେ ବସିଲା ଅଶ୍ୱର ଉପରେ ସେବକ ତାହାର ସଙ୍ଗତେ ଧାଇଁଲେ ଅଶ୍ୱପୃଷ୍ଠ ଗତେ ନାନା ଆୟୁଧ କରେ ଧରି ପଶୁ ଖୋଜନ୍ତି ବନେ ହେରି ଗିରି କାନନେ ଲତା କୁଞ୍ଜେ ଖୋଜି ଅନେକ ଗିରି ପୁଞ୍ଜେ ମୃଗ ନ ଦେଖି ଘୋର ବନେ ପଶିଲେ ଉତ୍ତର କାନନେ ମେରୁନି କଟେ ଖେଦ ମନେ ମିଳିଲେ ସୁକୁମାର ବନେ ସେ ବନେ ପ୍ରଭୁ ଶୂଳଧାରୀ ସଙ୍ଗତେ ଘେନି ନିଜ ନାରୀ ନିରତେ ଜଡ଼ିତ ମଦନେ ଗୌରୀ ସଙ୍ଗତେ ନିର୍ଜନେ ନିତ୍ୟର ମନ୍ତି ସୁଖ ମନେ ଆନନ୍ଦେ ପୁଷ୍ପିତ କାନନେ ସେବନେ ପଶି ମନୋବଳା ଅନେକ ପଶୁବଦ୍ଧ କଲା ମୃଗଙ୍କୁ ମାରି ଅବହେଳେ ଗ୍ରାମକୁ ଆସିବାର ବେଳେ ଅଶ୍ୱ ସହିତେ ସର୍ବଜନେ ପଶିଲେ ସୁକୁମାର ବନେ ସର୍ବେ ହୋଇଲେ ସ୍ତ୍ରୀ ଗଣ ଅଶ୍ୱ ସହିତେ କୁଘଟଣ ଚାହାନ୍ତି ଅନ୍ୟ ଅନ୍ୟ ମୁଖେ ସର୍ବେ ରହିଲେ ମନ ଦୁଃଖେ ସ୍ତ୍ରୀ ସ୍ୱଭାବେ କଲେ ଭ୍ରାନ୍ତି ସଲଜେ ଚଳି ନ ପାରନ୍ତି ଶୁକବଦନୁ ବାକ୍ୟ ଶୁଣି ବୋଲେ ପାଣ୍ଡବ ଚୂଡ଼ାମଣି ରାଜା ପରୀକ୍ଷିତ ଉବାଚ ଭୋମୁନି ଅସମ୍ଭବ ବାଣୀ ହୃଦୟ କମ୍ପିଲା ତ ଶୁଣି ନାରୀ ହୋଇଲେ କିସ ଅର୍ଥେ ଏକଥା କହ ମୋ ଗ୍ରତେ ସୁଦ୍ୟୁମ୍ନ ମନୁର ନନ୍ଦନ ପୁରୁଷ କଲେ ଭଗବାନ ସେ କିମ୍ପା କାମିନୀ ହୋଇଲା ଅଶ୍ୱ ସହିତେ ମନୁବଳା କିୟ ବା ବନେ ଥିଲା ଦୋଷ କିବା ଶଙ୍କର କଲେ ରୋଷ କିମ୍ପା ହୋଇଲେ ସ୍ତ୍ରୀ ଦେହ ସଂଶୟ ଯାଉ ମୁନି କହ ମୁନି କହନ୍ତି ଅନୁରାଗେ ଆନନ୍ଦେ ପରୀକ୍ଷିତ ଆଗେ। ଶ୍ରୀ ଶୁକ ଉବାଚ ଶୁଣ ହେ ଅଭିମନ୍ୟୁ ସୁତ କହିବା ତହିଁର ଚରିତ ଶପଥ ଋଷି ଏକ ଦିନେ ଗଲେ ଶଙ୍କର ଦର୍ଶନେ ଦିଶନ୍ତି ରବି ତେଜ ପ୍ରାୟେ ସେବନେ ଚଳନ୍ତି ନିର୍ଭୟେ ଦୁରୁ ତାହାଙ୍କ ରୂପ ଦେଖି ଅମ୍ବିକା ଶୟନ ଉପେକ୍ଷୀ ଶଙ୍କର ସଙ୍ଗ ଛାଡ଼ି ବେଗେ ବସ୍ତ୍ର ପିନ୍ଧିଲେ ବୃକ୍ଷ ଲାଗେ ଲାଜେ ଲୁଚାଇ କଳେ ବର ଭଏ କମ୍ପନ୍ତି ଥର ହର ଶଙ୍କର ରହେ ଅଧୋମୁଖେ ଚାହିଁ ନ ପାରି ମନ ଦୁଃଖେ ଏମନ୍ତ ମୁନି ଗଣ ଚାହିଁ ପାଦେ ନ ପାରନ୍ତି ଯାଇ ତାହାଙ୍କ ଗତି ଦେଖିଛନେ ତକ୍ଷଣେ ଗଲେ ଅନ୍ୟ ବନେ ପଥ ଚଳନ୍ତି ମହାଶ୍ରମେ ମିଳିଲେ ନାରାୟଣାଶ୍ରମେ ସେ କଥା ଜାଣି ଶୂଳପାଣି ଅମ୍ବିକା ମୁଖ ଚାହିଁ ଭଣି ପୁରୁଷ ହୋଇ ଯେବେ ଥେ ପ୍ରବେଶ ହୋଇ ଭବନସ୍ତେ ତକ୍ଷଣେ ହେଉ ସ୍ତ୍ରୀ ରୂପ ଏମନ୍ତ ରୁଦ୍ର ଦେଲେ ସାପ ସେଦିନୁ ମହାଦେବ ରୋଷେ ସେ ବନେ ପୁରୁଷ ନ ପଶେ ଏବେ ହୋ ଶୁଣ ନରନାଥ ମନୁତନୟ ବିପରୀତ ଅଶ୍ୱ ସହିତେ ଘୋର ବନେ
सर्वे भ्रमन्ति दुःख मने सेवनु गले अन्य बने सोमनंदन तपस्थाने भ्रमन्ति एकुआरे धरी स्वभावे सर्वे मनोहारी ताहांक मध्ये इला देखी से बुध तपस्या उपेखी मन कल्पिला काम भोळे तक्षणे धरी ताकू कोळे बळे रमिला चंद्रसूत तक्षणे हेला पुत्र जात ताहाकू देखी गुण धाम देले से पुरुर नाम एबे हो शुण कुरुबीर से बने मनुर कुमर कूल आचार्य सुमरिले तक्षणे वशिष्ठ मिलिले ताहार स्त्री रूप चाही से ब्रह्म ऋषि दया बही जेमन्ते पुरुष होइब तक्षणे से भी सदाशिव अनेक कले दिव्य स्तुति शुणी संतोष पशुपति आपणा वाक्य सत्य अर्थे वशिष्ठ चाही दया चित्ते बोलंती अंबिकार मण वशिष्ठ मोर वाक्य शुण ए जे तोहर गोत्रे जात स्वभावे श्राद्ध देवसुत मासे ए होइब कामिनी पूर्वे मोहर वाक्य घेनी मासे ए पुरुष होइब जीवन्ते जेते काल थिब एमंत देई ताकू बर तक्षणे गले शूलधर तहु केतेक दिन गला मासके पुरुष बला राज्य से कला एहि मते निगम बाणी अनुमते ताहार राज्य प्रजा जने बंचंती दुख सुख मने तार होइले तिनि सुत शुण हो नृप परीक्षित गय उत्कल पुत्र बेनी विमल नामे होए तिनि दक्षिण पथे तिनि राजा सुखे पालिले जन प्रजा एमन्ते केते काल गला सुदुम्न मने विचारिला पुरुर बाकु राजा करी छाड़िला प्रतिष्ठान पुरी तपसा धने बने गला से बने शरीर छाड़िला बोलई विप्र जगन्नाथ नवम स्कंधे भागवत चंद्रवंशर आद्य पीढ़ सुजने मने कर दृढ़ वंशानुचरित ए बाणी शुणी संसारु तर प्राणी इति श्रीमद्भागवते महापुराणे पारमहंस्यां संहितायां नवमस्कन्धे ईळपाख्यानं नाम प्रथमोऽध्यायः।